ଆଜିର କିଛି ଜାଣିବା କଥା। ଭୀରୁମାନେ ମୃତ୍ୟୁ ପୂର୍ବରୁ ବହୁବାର ମରିଥାନ୍ତି। ସତ୍ ସାହସିକ ବ୍ୟକ୍ତି ଥରେ ମାତ୍ର ମରେ। କୃତଘ୍ନ ପୁତ୍ର କନ୍ୟାମାନେ ସର୍ପ ଠାରୁ ବଳି ବିଷଧର ଅଟନ୍ତି। ଭଲ ପାଇବା ଗୁଣଟା ଅନ୍ଧ। କାରଣ ଯେଉଁମାନେ ପରସ୍ପରକୁ ଭଲ ପାଆନ୍ତି ସେମାନେ ନିଜର ଛୋଟିଆ ଛୋଟିଆ ଭୁଲକୁ ମଧ୍ୟ ଦେଖିପାରନ୍ତି ନାହିଁ। ଦୁର୍ବୃତ୍ତ ବ୍ୟକ୍ତି ତାର ଉଦ୍ଦେଶ୍ୟ ସାଧନ ପାଇଁ ଶାସ୍ତ୍ରକୁ ମଧ୍ୟ ଉପଲକ୍ଷ୍ୟ ଦିଏ। ସାହସର ପ୍ରଧାନ ଅଙ୍ଗ ହେଉଛି ବିଚାର ବୁଦ୍ଧି। ସତ୍ୟ ବଚନ। ଯେଉଁ ଘରେ ଭାଇ ଭାଇ ଭିତରେ ଭଲ ପାଇବା ଓ ବଡ଼କୁ ସମ୍ମାନ ଛୋଟକୁ ଆଦର କରାଯାଏ ସେହି ଘରେ ଈଶ୍ୱରଙ୍କର ନିବାସ ହୋଇଥାଏ। ଭଲ ପାଇବା ବଣ୍ଟା ହେଲା ତ ରାମାୟଣ ଲେଖା ହେଲା, ସମ୍ପତ୍ତି ବଣ୍ଟା ହେଲା ତ ମହାଭାରତ। ମଣିଷର ପତନ ସେହି ସମୟରୁ ଆରମ୍ଭ ହୋଇଯାଇଥାଏ ଯେତେବେଳେ ସେ ନିଜ ଲୋକଙ୍କୁ ତଳେ ପକାଇବା ପାଇଁ ଅନ୍ୟର ପରାମର୍ଶ ନେଇଥାଏ। କିଛି ମହାପୁରୁଷଙ୍କ ବାଣୀ। ସୁସ୍ଥ ବ୍ୟକ୍ତିର ଆଶା ବ୍ୟତୀତ ଅନ୍ୟ କୌଣସି ଔଷଧ ନାହିଁ। ଯେତେବେଳେ ଦୁଃଖ ଆସେ ଏହା ଗୋଟି ଗୋଟିକିଆ ଗୁପ୍ତ ଭାବରେ ଆସେ ନାହିଁ, ରଣସଜ୍ଜରେ ଭୀଷଣ ଭାବରେ ମାଡ଼ି ଆସେ। ସ୍ୱର୍ଗ ହେଉଛି ଚିର ଆନନ୍ଦରେ କୋଠଭଣ୍ଡାର। ସାଧୁତା ଠାରୁ ବଳି ଆଉ ଧନ ନାହିଁ। କାହାରିକୁ ଆଶା ଦିଅନ୍ତୁ ନାହିଁ। ଆଶା ଦେଇ ନିରାଶ କରିବା ଠାରୁ ସ୍ଥିରତା ଆଉ କିଛି ନାହିଁ। ନିଜ ଧନକୁ ନେଇ ଅହଙ୍କାର କରନ୍ତୁ ନାହିଁ, କାରଣ ଆପଣଙ୍କ ପରି କେତେ ଆସି କେତେ ମାଟିରେ ମିଶି ଯାଇଛନ୍ତି। ମହତ ବାଣୀ। ପାଣି ଓ ବାଣୀ ଯତ୍ନର ସହିତ ବ୍ୟବହାର କରିବା ଉଚିତ, କାରଣ ବାଣୀରୁ ଆମର ବର୍ତ୍ତମାନ ସମୟ ଉଜ୍ଜଳ ହେବ ଓ ବାଣୀରୁ ଭବିଷ୍ୟତ ଉଜ୍ଜଳ ହେବ। ମଣିଷକୁ ସୁଧୁରିବା ପାଇଁ ସମୟ ଥରେ ନୁହେଁ ବାରମ୍ବାର ସୁଯୋଗ ଦେଇଥାଏ। କିନ୍ତୁ ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ ପରବର୍ତ୍ତୀ ସମୟରେ କେବଳ ଅନୁତାପ କରିବା ପାଇଁ ସମୟ ସେ ମଣିଷକୁ ସୁଯୋଗ ଦେଇଥାଏ। ସର୍ବାଧିକ ଚୀନାବାଦାମ ଉତ୍ପାଦନ କରୁଥିବା ରାଜ୍ୟ। ପ୍ରାୟ ସମସ୍ତେ ଚୀନାବାଦାମ ଖାଇବାକୁ ପସନ୍ଦ କରନ୍ତି। ଚୀନାବାଦାମକୁ ସବୁଠାରୁ ଶସ୍ତା ବାଦାମ କୁହାଯାଏ। ଏହାକୁ ଖାଇଲେ ବହୁତ ଶକ୍ତି ମିଳେ। ଗୁଜରାଟରେ ଅନ୍ୟ ଚାଷ ବ୍ୟତୀତ ପ୍ରାୟ 40%ରୁ ଅଧିକ ଚୀନାବାଦାମ ଉତ୍ପାଦନ ହୋଇଥାଏ। ଏଠାରେ ପ୍ରାୟ 20 ଲକ୍ଷ ହେକ୍ଟର ଜମିରେ ବାଦାମ ଚାଷ କରାଯାଏ। ଗୁଜରାଟ ଭାରତର ସବୁଠାରୁ ଅଧିକ ଚୀନାବାଦାମ ଉତ୍ପାଦନ କରୁଥିବା ରାଜ୍ୟ ଭାବରେ ବେଶ ଜଣାଶୁଣା। ଆଜି ସିଏ ମୋ ଆଖିରେ ଅଧିକ ଲୁହ ଦେଇଛି। ଯିଏ ଦିନେ କହୁଥିଲା ତୁମେ ହସିଲେ ବେଶୀ ସୁନ୍ଦର ଦେଖାଯାଅ। ସମ୍ପର୍କ ଯେତେ ବି ଖରାପ ହେଉ ଭୁଲରେ ବି ଭାଙ୍ଗିବେ ନାହିଁ। ଗାଁକୁ ଗଲେ ୱାଇଫାଇ ଓ ଭଲ ମୋବାଇଲ ନେଟୱାର୍କ ମିଳେ ନାହିଁ, କିନ୍ତୁ ଗାଁ ପରିବେଶରେ ଯେଉଁ ଶାନ୍ତି ଏବଂ ଆନନ୍ଦ ମିଳେ ତାହା ସହରରେ ମିଳେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।